ଜଗନ୍ନାଥ ହର ଶମ୍ଭୁ। ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ପବିତ୍ର ଶନି ଜୟନ୍ତୀ ପର୍ବ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଶନିଦେବଙ୍କର ଜନ୍ମ ହୋଇଥିଲା। ଏହି କାରଣରୁ ଏହି ଦିନ ବିଶେଷ ରୂପେ ଶନିଦେବଙ୍କର ପୂଜା ହୋଇଥାଏ। ଧର୍ମଦେବତା ଶନିଦେବଙ୍କର ଏହି ଦିନରେ ଜନ୍ମ ହୋଇଥିବାରୁ ଏହି ଦିନ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ଦିନ ତାଙ୍କୁ ପୂଜା କଲେ ଅଶେଷ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ଅଛି। ହିନ୍ଦୁ ଧର୍ମରେ ଅମାବାସ୍ୟାର ମଧ୍ୟ ଅନେକ ମହତ୍ଵ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଦିନ କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ। ଅମାବାସ୍ୟା ଭଳି ଦିନରେ ଦାନ ଅଧିକ ମହତ୍ଵ ରଖିଥାଏ। ଏହି ଦିନ ଦାନ କରିବା ଦ୍ୱାରା ଭଗବାନଙ୍କର କୃପା ଲାଭ ହୋଇଥାଏ। ଶନି ଜୟନ୍ତୀ ଦିନ ଦାନ କରିବା ଦ୍ୱାରା ଶନିଙ୍କର ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଶନିଦେବଙ୍କର ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଏହି ଦିନ ନିଜର କ୍ଷମତା ଅନୁସାରେ ଦାନ କରିବା ଉଚିତ। ଏହି ଦିନ କୌଣସି ଭୁଲ କାମ କରିବା ଅନୁଚିତ। ଅମାବାସ୍ୟା ତିଥିରେ ଗଙ୍ଗା ସ୍ନାନର ଅନେକ ମହତ୍ଵ ରହିଛି, କିନ୍ତୁ ଚଳିତ ବର୍ଷ ଗଙ୍ଗା ସ୍ନାନ ଯଦି ଆପଣ କରିପାରିବେ ଆଉ ତ୍ରିବେଣୀ ସଙ୍ଗମ ଜଳ ମଧ୍ୟ ସ୍ନାନ କରିପାରିବେ। ତ୍ରିବେଣୀ ସଙ୍ଗମ ଜଳ ଯଦି ଆପଣ ଆଣିଛନ୍ତି ଘରେ ମଧ୍ୟ ସ୍ନାନ କରିପାରିବେ। ଯଦି ଆପଣଙ୍କ ପାଖରେ ଗଙ୍ଗା ଜଳ ରହିଥାଏ କିମ୍ବା ତ୍ରିବେଣୀ ସଙ୍ଗମ ଜଳ ରହିଥାଏ, ଗାଧୋଇବା ସମୟରେ ପାଣିରେ ଟିକିଏ ମିଶାଇ ଦିଅନ୍ତୁ। ଏହି ଦିନରେ ହନୁମାନଙ୍କର ପୂଜା କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ। ଧାର୍ମିକ କଥା ଅନୁଯାୟୀ ଶନିଦେବ ହନୁମାନଙ୍କୁ ବଚନ ଦେଇଥିଲେ, ଯିଏ ଆପଣଙ୍କ ପୂଜା କରିବ ମୋର ଖରାପ ନଜର ସେହି ବ୍ୟକ୍ତିଙ୍କ ଉପରେ ପଡ଼ିବ ନାହିଁ। ଏହା ବ୍ୟତୀତ ଶନିଙ୍କ ଅଶୁଭ ନଜରରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ସମ୍ଭବ ହୋଇପାରେ ତେବେ ଏହିଭଳି ଦିନରେ ଅର୍ଥାତ୍ ଶନି ଜୟନ୍ତୀରେ ସୁନ୍ଦରକାଣ୍ଡ ପାଠ କରନ୍ତୁ। ଏହିଭଳି ଦିନରେ ସାତ୍ଵିକ ଆହାର ଭୋଜନ କରିବା ଉଚିତ ଏବଂ ଆମିଷ ଏବଂ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ ଏହି ଦିନରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଏହି ଦିନ ଭକ୍ତିପୂର୍ବକ ଭଗବାନ ଶନିଦେବଙ୍କର ପୂଜା କରିବା ଉଚିତ। ଶନି ଜୟନ୍ତୀ ସତେଇଶ ମେରେ ପଡ଼ିବ। ଦକ୍ଷିଣ ଭାରତରେ ମଧ୍ୟ ଏହି ଦିନ ଶନି ଜୟନ୍ତୀ ପାଳନ କରାଯାଏ। ଏହି ଦିନ ବିଧି ଅନୁସାରେ ଭଗବାନ ଶନିଦେବଙ୍କୁ ପୂଜା କରାଯାଏ। ଏହି ଦିନ କିଛି ବିଶେଷ ପଦକ୍ଷେପ ନେଇ 7.5 ଏବଂ ମହାଦଶା ପ୍ରଭାବକୁ ହ୍ରାସ କରାଯାଇପାରିବ। ଶନି ଜୟନ୍ତୀ ଦିନ କରନ୍ତୁ ଏହି ଉପଚାର। ଶନି ଜୟନ୍ତୀ ଦିନ ଏହି ଉପାୟଗୁଡ଼ିକ କରିବା ଦ୍ୱାରା ଶନିଙ୍କର ନକାରାତ୍ମକ ପ୍ରଭାବକୁ ଶନିଦେବଙ୍କ ନକାରାତ୍ମକ ପ୍ରଭାବକୁ ହ୍ରାସ କରାଯାଇପାରିବ ବୋଲି ଜ୍ୟୋତିଷମାନେ କୁହନ୍ତି। ପ୍ରଥମେ ହେଉଛି କଳା ରାଶିର ଉପଚାର। ମୁଠାଏ କଳା ରାଶି ନିଅନ୍ତୁ, ଏହାକୁ ଆପଣ ଶରୀରର ଚାରିପାଖେ ବୁଲାନ୍ତୁ। ଏହାପରେ ଏହାକୁ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ରକ୍ଷା କରାଯାଇପାରିବ। ସୋରିଷ ତେଲ ଏବଂ ମୁଦ୍ରାର ପ୍ରୟୋଗ। ଶନି ଜୟନ୍ତୀ ଦିନ ଯେକୌଣସି ଶନି ମନ୍ଦିରକୁ ଯାଆନ୍ତୁ, ସେଠାରେ ସୋରିଷ ତେଲ ଏବଂ ଗୋଟିଏ ମୁଦ୍ରା ନିଅନ୍ତୁ। ସୋରିଷ ତେଲ ଦେଇ ମୁଦ୍ରା ଉପରେ ଗୋଟିଏ ବିନ୍ଦୁ ତିଆରି କରନ୍ତୁ। ସେହି ମୁଦ୍ରାକୁ ଶନି ମନ୍ଦିରରେ ରଖନ୍ତୁ। ଶନିଦେବ ମନ୍ଦିରରେ ଏହି ପ୍ରତିକାର କରିବା ଦ୍ୱାରା କେହି ଯେପରି ଆପଣ ନ ଦେଖନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ଅଶ୍ୱତଥ ଗଛ ତଳେ ଦୀପ ଦେବା। ଅଶ୍ୱତଥ ଗଛ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ। ଏହା ଶନିଦେବଙ୍କୁ ପ୍ରସନ୍ନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ। ଶନିଦେବଙ୍କୁ ତେଲରେ ସ୍ନାନ କରାଇବା। ଶନି ଜୟନ୍ତୀ ଦିନ ଶନି ମନ୍ଦିରକୁ ଯାଆନ୍ତୁ ଏବଂ ଶନିଦେବଙ୍କୁ ସୋରିଷ ତେଲରେ ସ୍ନାନ କରାନ୍ତୁ। ଏହା ସହିତ ସେହି ତେଲକୁ ମସ୍ତକରେ ଲଗାନ୍ତୁ। ଏହା କରିବା ଦ୍ୱାରା ଶନିଦେବଙ୍କ କୁପ୍ରଭାବରୁ ରକ୍ଷା ମିଳିଥାଏ। ଏହା ରହିଲା ଆମର ଶନି ଜୟନ୍ତୀ ଦିନ ଆମେ କ'ଣ କରିବା। ଏହା ଛଡ଼ା ଆପଣ ଶନି ଜୟନ୍ତୀ ଦିନ ହନୁମାନ ଭଗବାନଙ୍କୁ ପୂଜା କରିପାରିବେ, ତାଙ୍କୁ ତେଲ ଅର୍ପଣ କରିପାରିବେ। ଏଥର ମଙ୍ଗଳବାର ଦିନ ପଡ଼ୁଛି। ଭଗବାନ ହନୁମାନଙ୍କର ପ୍ରିୟ ବାର ହେଉଛି ମଙ୍ଗଳବାର ଓ ଶନିବାର। ସେଇଥିପାଇଁ ଏହି ଦିନ ଆପଣ ପ୍ରଭୁ ହନୁମାନଙ୍କ ଉପରେ ମଧ୍ୟ ଏହିସବୁ କରିପାରିବେ। ହନୁମାନ ଚାଳିଶା ପାଠ କରିପାରିବେ। ତା ଛଡ଼ା ଆପଣ ଓମ୍ ସୋମ୍ ଶନିଶ୍ଚରାୟ ନମଃ ଏହି ମନ୍ତ୍ର ଜପ କରିପାରିବେ। ଦେଖିବେ ଆପଣ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଆଉ ଗୋଟେ କଥା, ଚଳିତ ବର୍ଷ ଶନି ଜୟନ୍ତୀରେ ଘଟୁଛି ସୁକର୍ମା ଯୋଗ ଏବଂ ଏଇଥିର କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥିବ। ଜୟ ଶ୍ରୀ ଜଗନ୍ନାଥ। ବୈଦିକ ପଞ୍ଚାଙ୍ଗ ଅନୁସାରେ ମେ 27 ତାରିଖ ମଙ୍ଗଳବାର ଦିନ ଶନି ଜୟନ୍ତୀ ଅଟେ। ଏହି ଶୁଭ ଅବସରରେ ଜ୍ୟେଷ୍ଠ ଅମାବାସ୍ୟା ମଧ୍ୟ ପାଳିତ ହେବ। ସନାତନ ଧର୍ମର ଜ୍ୟେଷ୍ଠ ଅମାବାସ୍ୟା ଦିନ ନ୍ୟାୟର ଦେବତା ଶନିଦେବଙ୍କ ଅବତରଣ ହୋଇଥିଲା। ତେଣୁ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ଶନି ଜୟନ୍ତୀ ପାଳନ କରାଯାଏ ଏବଂ ଏହି ଦିନ ଶୁଭ ଦିନରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ସୁକର୍ମା ଯୋଗ ସମେତ ଅନେକ ମଙ୍ଗଳକାରୀ ଯୋଗ ସଂଗଠିତ ହେଉଛି। ଏହି ଦିନ ଶନିଦେବଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟ ଓ କ୍ୟାରିୟରରେ ସଫଳତା ମିଳିଥାଏ ଓ ଶନିଦଶା ପ୍ରଭାବରୁ ଆମକୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, ସେଇଥିପାଇଁ ଏହି ଦିନ ନିଶ୍ଚିତ ଭାବରେ ନ୍ୟାୟରେ ଚାଲିବା ଉଚିତ। ଶୁଭ ମୁହୂର୍ତ୍ତ ହେଉଛି ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି 26 ତାରିଖ ଦ୍ୱିପ୍ରହର 12:11 ଆରମ୍ଭ ହେବ। ଅନ୍ୟପକ୍ଷରେ ମଇ 27 ତାରିଖ ସକାଳ 8:31 ଜ୍ୟେଷ୍ଠ ଅମାବାସ୍ୟା ସମାପ୍ତ ହେବ। ଉଦୟ ତିଥି ଅନୁସାରେ ଜ୍ୟେଷ୍ଠ ଅମାବାସ୍ୟା ମଙ୍ଗଳବାର 27 ମେରେ ପାଳିତ ହେବ। ସୁକର୍ମା ଯୋଗ କ'ଣ? ଜ୍ୟେଷ୍ଠ ଅମାବାସ୍ୟା ଦିନ ମଙ୍ଗଳକାରୀ ସୁକର୍ମା ଯୋଗରେ ସଂଯୋଗ ଘଟୁଛି। ଏହି ଯୋଗ ରାତି 10:54 ସମାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁକର୍ମା ଯୋଗ ଖୁବ୍ ଶୁଭ ଅଟେ। ଏହି ଯୋଗରେ ଭଗବାନ ଶିବ ଏବଂ ଶନିଦେବଙ୍କର ପୂଜା କରାଯାଇଥାଏ। ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସର୍ବାର୍ଥ ସିଦ୍ଧି ଯୋଗ। ଶନି ଜୟନ୍ତୀ ଦିନ ସର୍ବାର୍ଥ ସିଦ୍ଧି ଯୋଗ ରହିଅଛି। ଏହି
ଯୋଗରେ ଶନିଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସର୍ବାର୍ଥ ସିଦ୍ଧି ଯୋଗ ସକାଳ 5:25 ଆରମ୍ଭ ହୋଇ 5:32 ପର୍ଯ୍ୟନ୍ତ ରହୁଛି। ଏହି ଦିନ ଶନି ମନ୍ଦିରରେ ପୂଜାର୍ଚ୍ଚନା କରି ଦୀପଦାନ କରିବା ଜରୁରୀ ଅଟେ। ଶନିଙ୍କ ନିକଟରେ ରାଶି ଲଡ଼ୁ ଅର୍ପଣ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଶନି ଜୟନ୍ତୀ ଦିନ କଦାପି କୌଣସି ଜୀବଜନ୍ତୁଙ୍କର ହାନି କରିବେ ନାହିଁ। ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟା ତିଆରି କରି ସ୍ନାନ ସାରି ସୂର୍ଯ୍ୟ ପୂଜନ, ହନୁମାନଙ୍କର ପୂଜନ, ଶନି ମନ୍ଦିର ଦର୍ଶନ କରନ୍ତୁ। ସମସ୍ତଙ୍କ ସଙ୍କଟ ଦୂର ହେବ। ଏହି ଦିନ ଯେତେ ପାରିବେ ଆପଣ ଭଲ କାମ କରିବେ ଓ ସମସ୍ତଙ୍କୁ ଅନ୍ନ ବସ୍ତ୍ର ନିଜ ସକ୍ଷମ ଅନୁସାରେ ଯଦି ଦାନ କରିବେ ଓ ଔଷଧ ମଧ୍ୟ ବିତରଣ କରିପାରିବେ ଯେଉଁଙ୍କ ଦରକାର ଥିଲା ଅଛି, ଦେନ୍ ଭଗବାନ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ଶୁଭ ଦୃଷ୍ଟି ପକାଇବେ। ଏହା ରହିଲା ଆମର କଥା। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚୟ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶନିଦେବଙ୍କର ଜୟ ଲେଖିବେ ଓ ଓମ୍ ଶମ୍ ଶନିଶ୍ଚରାୟ ମନ୍ତ୍ର ଜପ କରିବାକୁ ଜମା ମଧ୍ୟ ଭୁଲିବେ ନାହିଁ। ଏହି ଦିନ ଭଗବାନ ଶିବଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ ଓ ସେଇଥିପାଇଁ ଭଗବାନ ଶିବଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବେ। ଦେଖିବେ ଆପଣଙ୍କ ଜୀବନରେ ସମସ୍ତ ଉନ୍ନତି ହେବ, ଆପଣଙ୍କ ଜୀବନ ଖୁସିରେ ଭରିଯିବ। ଆଉ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ଧର୍ମ ନୀତି ଧରିଥାନ୍ତି। ତାଙ୍କ ସମ୍ମୁଖରେ ସମସ୍ତେ ସମାନ। ସେଇଥିପାଇଁ ଆମକୁ ଶନିଦେବଙ୍କ ଦୋଷରୁ ମାନେ ଶନି ଦଶା ଯାହା ଶନି 7.5 କିମ୍ବା 2.5 ଚାଲିଛି ସେଇଟାରୁ ମୁକ୍ତି ପାଇବା ପାଇଁ ଆମକୁ କେବଳ ଭଲ କାମ କରିବାକୁ ପଡ଼ିବ। ଆଉ ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଏସବୁ ଆମ ନିଜର ସକ୍ଷମ ଅନୁସାରେ ଦାନ କରିବା। ଦେଖିବେ ଆପଣଙ୍କର ଜୀବନର ସମସ୍ୟା ଦୂର ହୋଇଯିବ। ଭଗବାନ ସେଇଟାକୁ ଆଶୀର୍ବାଦ ଦେବେ। ଭଗବାନ କେବଳ ଚାହାନ୍ତି କି ଆମେ ଏହି ସମୟ ଭିତରେ 7.5 କିମ୍ବା 2.5 ଭିତରେ ଆମର ଆତ୍ମାକୁ ଆମେ ଚିହ୍ନିପାରୁ। ଏହି ସଂସାର ମୋହମାୟାରୁ ଦୂରେଇ ଯାଇ ଆମେ କିପରି ପରମାତ୍ମା ପାଖରେ ଲୀନ ହୋଇଯିବା, ଧର୍ମ ଦିଗରେ ସେ ଗତି କରିବା ପାଇଁ ଚେଷ୍ଟା କରନ୍ତି। ଏହି 7.5 ମାନେ ଗଲାବେଳକୁ ଭଗବାନ ନିଶ୍ଚିତ ଭାବରେ କିଛି ଗୋଟେ ଗିଫ୍ଟ ଦିଅନ୍ତି, ମାନେ ଖୁସିର ଗୋଟେ ଗିଫ୍ଟ ଦିଅନ୍ତି। ନିଶ୍ଚିତ ଭାବରେ ସମସ୍ତଙ୍କ ଜୀବନରେ ସେ ଖୁସି ଭରି ଦିଅନ୍ତି। କିନ୍ତୁ ତାଙ୍କର ପରୀକ୍ଷା ସମୟଟା ବହୁତ କଠିନ ଥାଏ। ଏହି ପରୀକ୍ଷା ସମୟରେ ଆମକୁ କିପରି ପାସ୍ ହେବା ପାଇଁ ଆମକୁ ସବୁବେଳେ ଭଲ କାମ କରିବାକୁ ପଡ଼ିବ। ଯଦି ଆପଣ ଦେହ ଜନିତ ସମସ୍ୟା ରହୁଛି, ଆପଣ କିଛି ଗରିବ ଲୋକଙ୍କୁ ଯେଉଁମାନେ ମେଡ଼ିସିନ ଏସବୁ କିଣିପାରୁନାହାନ୍ତି ତାଙ୍କୁ ଦେଇଦେବେ। ଯେଉଁ ପିଲା ପାଠ ପଢ଼ି ପାରୁନାହାନ୍ତି ସେମାନେ କିଛି ହେଲ୍ପ କରିବେ ଆପଣଙ୍କ ସକ୍ଷମ ଅନୁସାରେ ଓ କାହାକୁ ଖାଇବାକୁ ଦେଇଦେବେ। ଏମିତି ସବୁ କରିବେ। ଭଗବାନ ନିଶ୍ଚିତ ଭାବରେ ଆଶୀର୍ବାଦ ଦେବେ। ଜୟ ଶନିଦେବଙ୍କର ଜୟ ହେଉ। ଜୟ ଶ୍ରୀ ଜଗନ୍ନାଥ। ହର ହର ଶମ୍ଭୁ।